ମୋ ନାଁ ଶ୍ରୀକାନ୍ତ ସୁତାର। ଆମ ଘର କୋଠରା କାନାଡ଼ା ବ୍ୟାଙ୍କ ପାଖ ରାସ୍ତା କରରେ ଆମର ବାଁ ପଟେ ଘର ଅଛି। ଘଟଣା କ'ଣ କି ଆମର ହେଉଛି ରାସ୍ତା କଡ଼ ଘର ଅଛି। ଆମେ ପ୍ରତ୍ୟେକ ଦିନ ଏମିତି ଘରେ ଦୋକାନ ଅଛି, ଦୋକାନ ସରିଲା ପରେ ଆମ ଦୋକାନ ଘର ବନ୍ଦ କରି ଘରେ ଶୋଉ। ଆଉ ମଙ୍ଗଳବାର ଦିନ ରାତିରେ ଘରେ ଏମିତି ସବୁ କିଛି ଜିନିଷ ଠିକ୍ଠାକ୍ ଥିଲା, ଆମେ ଘରେ ଶୋଇଲୁ। ଠିକ୍ ରାତିରେ ସକାଳୁ ଦେଖିଲା ପରେ ଆମ ଘର ପାଖରେ ଟଲିଟା ନାହିଁ। ତ ଟଲିଟା ନାହିଁ ଯଦି ମୁଁ ସେଠୁ ଖୋଜାଖୋଜି ସବୁଆଡ଼େ କଲି। ମୁଁ ଭାବିଲି ଟଲିଟା ବୋଧେ କିଏ ନେଇଥିବ କ'ଣ, ତାର ବୁଝିଲା ପରେ ଟଲିଟା ପକେଇ ଚୋରି ହେଇଯାଇଛି। ଚୋରି ହେଇଗଲା ପରେ ମୁଁ ବହୁତ ଜାଗା ଖୋଜି ଖୋଜାଖୋଜି କଲା ପରେ ଆଉ ତାର କିଛି ଅନୁସନ୍ଧାନ ପାଇଲି ନାହିଁ। ତାପରେ ମୁଁ ଯାଇକି ଥାନାରେ ଆଶ୍ରୟ ନେଲି। ଥାନାରେ ମୁଁ ଯାଇକି ଲେଖିଲି ଯେ ମୋର ଗତ ମଙ୍ଗଳବାର ରାତିରେ ମୋ ଟଲିଟାକୁ କିଏ ଚୋରି କରି ନେଇଛନ୍ତି। ସେମାନେ କହିଲେ ଠିକ୍ ଅଛି, ଆପଣ ଦେଖନ୍ତୁ, ଆପଣ ଯାଇକି କେଉଁଠି ଖୋଜାଖୋଜି କରନ୍ତୁ, ଆମେ ବି ତା ଭିତରେ କିଛି ଅନୁସନ୍ଧାନ କରୁଛୁ। ତାର ମୁଁ ଆସିଲା ପରେ କାନାଡ଼ା ବ୍ୟାଙ୍କ ପାଖରେ ଥିବା କ୍ୟାମେରା ଦେଖିଲି। ସେଟା ଦେଖିଲା ପରେ ମାନେ ଚୋର ଟଲିଟାକୁ ନେଇକି ଯାଉଅଛି। ଗଲାବେଳେ ସେ ଜଣେ ଟଲିଟାକୁ ଚଲାଉଛି, ଆଉ ଜଣେ ପଛରେ ବସିଛି। ସେମାନେ ଦୁଇ ଜଣ ତାଙ୍କର ମୁହଁ ଗାମୁଛାରେ ବାନ୍ଧିଛନ୍ତି, ଯାହାକି ତାଙ୍କୁ କିଛି ଜଣାପଡ଼ୁନାହିଁ। ତାପରେ ମୁଁ ପୁଣି ଭାବିଲି ସେମାନେ ଦେଖିବେ ଅସୁରାଳି ପାର ହେଇଛନ୍ତି ନାହିଁ। ତାପରେ ପୁଣି କାନାଡ଼ା ବ୍ୟାଙ୍କ କଲେଜ ପରେ ଦେଖିଲୁ ଯେ ଆଉ ଗୋଟେ ଜଣ କ୍ୟାମେରା, ସେଠାରେ ବି ସେମାନେ ଟଲିଟାକୁ ପେଲି ନେଉଛନ୍ତି। ଯିଏ ଟଲିଟାକୁ ଚଲାଉଛି ସେ ଜଣେ ଫୁଲ୍ ପ୍ୟାଣ୍ଟ ପିନ୍ଧିଛି, ଆଉ ଯିଏ ପଛରେ ତାକୁ ଟଲିଟା ପେଲୁଛି ସେ ହାଫ୍ ପ୍ୟାଣ୍ଟ ପିନ୍ଧିଛି, ତାଙ୍କ ମୁହଁରେ କିନ୍ତୁ କପଡ଼ା ବନ୍ଧା ହେଇଛି। ଆଉ ଅସୁରାଳି କ୍ୟାମେରା ଦେଖିଲା ପରେ ସେଠି ଦେଖିଲୁ ଯେ ଅସୁରାଳି ଟଲିଟାକୁ ପାର ହେଇନାହିଁ। ମୁଁ ଭାବୁଛି ସେଇଟା ବୋଧେ ଗଢ଼ିଆଳି କିମ୍ବା ଦିଲ୍ଲୀ ଭିତରେ କୌଣସି ସ୍ଥାନରେ ଥାଇପାରେ। ଏହା ବି ସତ୍ୟାସତ ଆମେ କ୍ୟାମେରାର ଯାହା ଉଠିଥିଲା ତାକୁ ମୁଁ ଥାନାକୁ ବି ପଠାଇଥିଲି। ଆଉ ଏମିତି ବି ଆମର ବି ଘରେ ଚୋରି ଆଉ ବାରମ୍ବାର ବି ଏଠି ଚୋରି ହେଉଛି। ପାଖାପାଖି ଏରିଆରେ ଚୋରି ହେଉଛି। ଆମ ଘରେ ଗତ ଡିସେମ୍ବର 24 ତାରିଖରେ 24 ମସିହାରେ ଚୋରି ହେଇଥିଲା। ଆମେ କେହି ଘରେ ନଥିଲୁ। ଘରେ ନଥିଲା ସମୟରେ ସେ ରାତିରେ ବି ଘରେ ବସି କବାଟ ଭାଙ୍ଗି ଆମର ସବୁ ତାଲା ନେଇ ଗଡ଼ରେଜ ଖୋଲି ସୁନା ନେଇଗଲେ। ଦୋକାନର ସବୁ ଜିନିଷପତ୍ର ନେଇଯାଇଥିଲେ, ଯାହାର ଆନୁମାନିକ ମୂଲ୍ୟ ବୋଧ 12 ରୁ 15 ଲକ୍ଷ ଟଙ୍କା ଭିତରେ ହେବ। କିନ୍ତୁ ଏହିପରି ଆମର ସବୁ ହେଉଛି। ଆମେ ତାହେଲେ ଭାବୁଛୁ ଆମେ ଏଇ ରାସ୍ତା କରରେ ଆସି ଘର କରି ରହିବା ଦ୍ୱାରା ଆମର ଏଇ ଅସୁବିଧା ହେଉଛି। ତାହେଲେ ଆମେ ଯଦି ଏମିତି ପ୍ରଶାସନିକ ଇଏରେ ରହିକି ଏସବୁ ଅସୁବିଧା ସମ୍ମୁଖୀନ ଆମେ କୁଆଡ଼େ ବି ଯିବୁ। ଆମେ ଭାବୁଛୁ ଏଠି ରହିବୁନି, କୁଆଡ଼େ ଗଲେ କୁଆଡ଼େ ବି ଯିବୁ। ଆଉ ଆପଣ ଏହାର ଯଦି କିଛି ତର୍ଜମା କରିବେ ବା ପ୍ରଶାସନ ଏହାର କିଛି ସହଯୋଗ କରିବେ, ତାହେଲେ ଆମେ କିଛି ଉପକାର ପାଇପାରିବୁ। ପେଟ୍ରୋଲିଂ ବ୍ୟବସ୍ଥା କେମିତି ଅଛି ଏଠି? ପେଟ୍ରୋଲିଂ ବ୍ୟବସ୍ଥା ସେମାନେ ଯେଉଁ ସମୟରେ କରୁଛନ୍ତି ତ ସେମାନେ ରାତିରେ ପ୍ରାୟ 12ଟା 1ଟା ଭିତରେ କରୁଛନ୍ତି। ଆମେ ବେଳେବେଳେ ଦେଖୁ ଏମିତି କରୁଛନ୍ତି। ତାପରେ ଚୋର ତାର ଯେଉଁ ଲକ୍ଷ୍ୟ କି ପେଟ୍ରୋଲିଂ ପରେ ସେମାନେ ଚୋରି କରୁଛନ୍ତି। ଯଦି ସବୁବେଳେ କିଛି କୌଣସି ସ୍ଥାନରେ ଯେଉଁ ସ୍ଥାନ ଚୋରି ହେଉଛି କିଛି ପ୍ରଶାସନିକ ତାର ତରଫରୁ କିଛି ସୁରକ୍ଷା ବଳୟକୁ ସ୍ଥାୟୀ ରଖାଇ ଦିଅନ୍ତା, ତାହେଲେ ବୋଧେ ଚୋରର କିଛି ସମସ୍ୟା ସମାଧାନ ହେଇପାରନ୍ତା। କାନାଡ଼ା ବ୍ୟାଙ୍କ ଅଛି, ଆଜି ଘରେ ଚୋରି ହେଲା, କାନାଡ଼ା ବ୍ୟାଙ୍କ ବି ଚୋରି ହେଇପାରେ। ହଁ, ପ୍ରଶାସନ କେମିତି ସୁଧାର କରିବା ଦରକାର? ପ୍ରଶାସନର ଲକ୍ଷ୍ୟ ଦରକାର, ଯେହେତୁ ଆମେ ତାଙ୍କ ନାଗରିକ, ତାଙ୍କର ଗୋଟେ ଲକ୍ଷ୍ୟ ଦରକାର ଯେ କେମିତି ଯେଉଁମାନେ ରାସ୍ତା ରହୁଛନ୍ତି ବା ଯେଉଁ ଏରିଆରେ ବାରମ୍ବାର ଚୋରି ହେଉଛି ସେ ଏରିଆରେ କିଛି ତାଙ୍କର ସୁରକ୍ଷା କର୍ମୀ କି ରାତି ସମୟରେ ସମ୍ପୂର୍ଣ୍ଣ ସ୍ଥାୟୀ ଭାବରେ ରଖାଇଲେ ସେ ଚୋରିରୁ ମାନେ କିଛି ଉପଶମ ପାଇପାରନ୍ତେ।